ଅଗ୍ନିକାଣ୍ଡ ଘଟି ଜଳିଗଲା ଦୁଇଟି ଦୋକାନ, 10 ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦରଡ଼ା ବଜାରରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଦୁଇଟି ଦୋକାନ, 10 ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ। ସୂଚନା ଅନୁଯାୟୀ କୋଟପଦା ଗ୍ରାମର ଜୟନ୍ତ ପଟ୍ଟାୟତ ନାମକ ଜଣେ ବ୍ୟକ୍ତିଙ୍କ ଦରଡ଼ା ବଜାରରେ ଜଳଖିଆ ଦୋକାନ ରହିଛି। ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ତେବେ ଗତକାଲି ବିଳମ୍ବିତ ରାତି ସମୟରେ ଦୋକାନ ଭିତରେ ନିଆଁ ଜଳୁଥିବା ଦେଖି ପାଖ ଦୋକାନୀ ଖବର ଦେବା ସହିତ ବସ୍ତା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ଦୋକାନରେ ଥିବା ସମସ୍ତ ସାମଗ୍ରୀ ନିଆଁରେ ପୋଡ଼ି ଭସ୍ମୀଭୂତ ହୋଇଯାଇଥିଲା। ଦୋକାନରେ ଥିବା 10 ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଜଳିଯାଇଥିବା କହିଛନ୍ତି ଜୟନ୍ତ। ତେବେ ତାଙ୍କ ଦୋକାନ ପାଖରେ ଥିବା ମମତା ମଣି ସାହୁଙ୍କ ପାନ ଦୋକାନ ମଧ୍ୟ ଜଳିଯାଇଛି। ଉଭୟ ବ୍ୟାଙ୍କରୁ ଋଣ ଆଣି ବ୍ୟବସାୟ କରି ଚଳୁଥିଲେ। ତେବେ ନିଆଁରେ ପୋଡ଼ି ସବୁ ଜଳିଯିବା ପରେ କିପରି ଋଣ ପରିଶୋଧ କରିବେ ଏବଂ ପରିବାର ପ୍ରତିପୋଷଣ କରିବେ, ସେହି ଚିନ୍ତାରେ। ତେବେ ସ୍ଥାନୀୟ ବାସିନ୍ଦା ସରକାରୀ ସହାୟତା ପାଇଁ ଦାବି କରିଛନ୍ତି। ଜିନିଷପତ୍ର ସବୁ ଥିଲା, ତାଙ୍କର ବି ସେ ଭଡ଼ା ଯାହା ଯାହାକୁ ଦିଆ ତାଙ୍କର ବି କିଛି ଥିଲା। ଫ୍ରିଜ୍ ପ୍ରାୟ ଦୁଇ ଜଣଙ୍କର ମିଶିକି ପ୍ରାୟ ସରକାରୀ ସାହାଯ୍ୟ ଚାହିଁଥିଲେ ଆମେ ଟିକେ ଉପକୃତ ହେଇଥାନ୍ତୁ। ଆଉ କେମିତି ପଇସା ଆଣି କୋଉଠୁ ପଇସା ଆଣି ଆପଣ ବ୍ୟବସାୟ କରୁଥିଲେ, ଚାଷବାସ ଲୋନ୍ କରିକି ଆମେ ଇଏ କରୁଥିଲୁ। ଆଉ କ'ଣ ଚାହୁଁଛନ୍ତି ଆପଣ? ସାହାଯ୍ୟ କରିଥିଲେ, ଛାଡ଼ ଫାଡ଼ କିଛି ହେଇଥିଲେ ଭଲ କଥା, ସାହାଯ୍ୟ ପାଇଥାନ୍ତୁ। ଆଉ କ'ଣ କରିବ, ଗରିବ ଲୋକ ସାର୍। ପାଖ ଦୋକାନୀ ଖବର ଦେଲାରୁ ମୁଁ ଜାଣିକି ଆସିଲି। 10 ଲକ୍ଷ ଟଙ୍କାର ମାଲ ପୋଡ଼ି ଯାଇଛି। ଫ୍ରିଜ୍ 4ଟା, ଇନଭର୍ଟର 2ଟା, ଆଉ ଯେତେ ଯାବତୀୟ ସାମଗ୍ରୀ ଦୋକାନ। କ୍ଷତିପୂରଣଟା ଦେବେ ଆପଣ।